ଆଜି ଆମେ ଜାଣିବା ଚାଲ ନଟୁ ଖେଳିବା ଗପଟିକୁ। ରବିବାର ଦିନ ଭୋଳା ଘରେ ଥିଲା। ସେ ସୂତା ଓ ନଟୁ ନେଇ କେଶବ ଘରକୁ ଗଲା। ଦୁଇ ସାଙ୍ଗ ପଡ଼ିଆକୁ ଯାଇ ନଟୁ ଖେଳିଲେ। ଏତିକି ବେଳେ ହେମା ବି ପଡ଼ିଆକୁ ଆସିଲା। ହେମା ପାଖରେ ନଟୁ ନଥିଲା। ତାର ବି ନଟୁ ଖେଳିବାକୁ ମନ ହେଲା। ଏ କଥା କେଶବ ଜାଣିପାରିଲା। ସେ ଭୋଳାକୁ କହିଲା, ଆମେ ଦୁହେଁ ହେମାକୁ ସାଥିରେ ଖେଳାଇବା। ଏବେ ଖେଳ ଆରମ୍ଭ ହେଲା। ତିନି ସାଙ୍ଗ ଜଣକ ପରେ ଜଣ ନଟୁ ଖେଳିଲେ। ସମସ୍ତେ ଖୁସି ହେଲେ। ଏବେ ଏକାଠି ହୋଇ ସମସ୍ତେ ଖେଳିଲେ। ପାଠଟିକୁ ପଢ଼ିଲ ଏବଂ ଶୁଣିଲ। ବର୍ତ୍ତମାନ ଏହି ପାଠଟି ତୁମେମାନେ କେତେ ଦୂର ମନେ ରଖିଛ ସେ କଥା ଜାଣିବା ନିମନ୍ତେ ଆମେ କିଛି ଅଭ୍ୟାସ କାର୍ଯ୍ୟ କରିବା। ତେବେ ଚାଲନ୍ତୁ ପିଲାମାନେ ଏହି ପ୍ରଶ୍ନ ଗୁଡ଼ିକୁ ଅଭ୍ୟାସ କରିବା। ଆଚ୍ଛା କହିଲ ପିଲାମାନେ, କେଉଁଦିନ ଭୋଳା ଘରେ ଥିଲା? ଠିକ୍ କଥା କହିଲ, ରବିବାର ଦିନ ଭୋଳା ଘରେ ଥିଲା। ଆଚ୍ଛା କହିଲ ପିଲାମାନେ, ସେ ସୂତା ଓ ନଟୁ ନେଇ କାହା ଘରକୁ ଗଲା? ଆରେ ବା, ବହୁତ ଭଲ ଉତ୍ତର ଦେଲ। ସେ ସୂତା ଓ ନଟୁ ନେଇ କେଶବ ଘରକୁ ଗଲା। ଆଚ୍ଛା ପିଲାମାନେ କହିଲ, ଦୁଇ ସାଙ୍ଗ କେଉଁଠିକୁ ଯାଇ ନଟୁ ଖେଳିଲେ? ଠିକ୍ କଥା, ଦୁଇ ସାଙ୍ଗ ପଡ଼ିଆକୁ ଯାଇ ନଟୁ ଖେଳିଲେ। ଆଚ୍ଛା କହିଲ ପିଲାମାନେ, ସେମାନେ ନଟୁ ଖେଳୁଥିବା ସମୟରେ ପଡ଼ିଆକୁ କିଏ ଆସିଲା? ଆରେ ବା, ବହୁତ ବଢ଼ିଆ ମନେ ରଖିଛ। ଏତିକି ବେଳେ ହେମା ବି ସେଇ ପଡ଼ିଆକୁ ଆସିଲା, ନାଇଁ କି? ବହୁତ ବଢ଼ିଆ। ବର୍ତ୍ତମାନ ତୁମେମାନେ ଏହି ଗପଟିକୁ ଭଲ ଭାବରେ ଶୁଣିଲ, ପଢ଼ିଲ ଏବଂ ଏହାର ଅଭ୍ୟାସ କାର୍ଯ୍ୟ କଲ। ଏଇଭଳି ଭାବେ ମଜାଦାର କିଛି ଗପ ଆମେ ନେକ୍ସଟ ଏପିସୋଡ଼କୁ ନେଇ ଆସିବା। ଧନ୍ୟବାଦ।